ଆଜି ଆମେ ଓଡ଼ିଶାର ଜଳବାୟୁକୁ ନେଇ ଗୋଟେ ଗଭୀର ଆଲୋଚନା କରିବାକୁ ଯାଉଛୁ। ହଁ ବିଲକୁଲ। ଆମ ପାଖରେ ଯେଉଁ ତଥ୍ୟ ଅଛି ସେଗୁଡ଼ିକୁ କେବଳ ତାପମାତ୍ରା କି ବର୍ଷାର ସଂଖ୍ୟା ନୁହେଁ। ନା ନା, ତାଠୁ ବହୁତ ବେଶୀ। ଏହା ଓଡ଼ିଶାର ଜୀବନଶୈଳୀ, କୃଷି, ଏପରିକି ଆମ ସଂସ୍କୃତିକୁ କେମିତି ଗଢ଼ିଛି ତାର ଗୋଟେ ସ୍ପଷ୍ଟ ଚିତ୍ର ଦେଉଛି। ଠିକ୍ କହିଲେ। ତେବେ ଆସନ୍ତୁ ଆଲୋଚନା ଆରମ୍ଭ କରିବା। ଆମ ତଥ୍ୟ କହୁଛି ଯେ ଓଡ଼ିଶାର ଜଳବାୟୁ ହେଉଛି କ୍ରାନ୍ତୀୟ ମୌସୁମୀ। ହଁ ଶୁଣିବାକୁ ଟିକେ ବୈଜ୍ଞାନିକ ଲାଗୁଛି। ଏହାର ସରଳ ଅର୍ଥ କ'ଣ? ଦେଖନ୍ତୁ, ଏହାର ସରଳ ଅର୍ଥ ହେଲା ଆମ ଜଳବାୟୁ ମୁଖ୍ୟତଃ ଦୁଇଟା ଜିନିଷ ଉପରେ ନିର୍ଭର କରେ। ଆଚ୍ଛା। ପ୍ରଥମତଃ ଏଠି ପ୍ରବଳ ଗରମ ହୁଏ, ଆଉ ଦ୍ୱିତୀୟରେ ଆମର ବର୍ଷାର ବଡ଼ ଭାଗଟା ଗୋଟିଏ ହିଁ ଋତୁରେ ହୁଏ। ମାନେ ମୌସୁମୀ ସମୟରେ। ଏକଦମ ଠିକ୍। ଆଉ ଆମ ପାଖରେ ଥିବା ବଙ୍ଗୋପସାଗର, ସେ ହେଉଛି ଏହି ପୂରା ଖେଳର ସବୁଠାରୁ ବଡ଼ ଖେଳାଳି। କେମିତି? ସେ ଗୋଟେ ବିରାଟ ଏୟାର କଣ୍ଡିସନର ଭଳି କାମ କରେ। ଉପକୂଳ ଅଞ୍ଚଳକୁ ନା ବେଶୀ ଗରମ ହେବାକୁ ଦିଏ, ନା ବେଶୀ ଥଣ୍ଡା। ଓହୋ, ସେଥିପାଇଁ ବୋଧେ ଭୁବନେଶ୍ୱର କି ପୁରୀରେ ତାପମାତ୍ରା ବର୍ଷା ସାରା ପ୍ରାୟ ସମାନ ଲାଗେ। ବିଲକୁଲ, ସେହି ସମୁଦ୍ରର ହିଁ ପ୍ରଭାବ। ଏହା ତ ଗଲା ଉପକୂଳ କଥା। ହେଲେ ଆମେ ଯେତେବେଳେ ଭିତରକୁ ଯିବା, ମାନେ ସମୁଦ୍ରଠାରୁ ଦୂରକୁ, ସେତେବେଳେ ହଁ, ସେତେବେଳେ ଏହି ଏସିରେ ପ୍ରଭାବ କମିଯାଏ। ତେବେ ଆସନ୍ତୁ ଆମ ଯାତ୍ରା ଗ୍ରୀଷ୍ମ ଋତୁରୁ ଆରମ୍ଭ କରିବା। ମାର୍ଚ୍ଚରୁ ଜୁନ୍ କ'ଣ ହୁଏ ସେତେବେଳେ? ଠିକ୍ ଧରିଛନ୍ତି। ଆମେ ଯେମିତି ସମୁଦ୍ରଠାରୁ ଦୂରକୁ ଯିବା, ପାଣିପାଗର ପ୍ରକୃତ ରୂପ ଦେଖିବାକୁ ମିଳେ। ମାନେ ମାର୍ଚ୍ଚରୁ ତାପମାତ୍ରା ବଢ଼ିବା ଆରମ୍ଭ ହୁଏ, ଆଉ ମେ ମାସ ବେଳକୁ ତ ଚରମ ସୀମାରେ ପହଞ୍ଚେ। ଆଚ୍ଛା, ଉପକୂଳରେ କେତେ ଥାଏ? ଉପକୂଳରେ 40 ଡିଗ୍ରୀ ପାଖାପାଖି ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଆଡ଼କୁ ଗଲେ ପରିସ୍ଥିତି ପୂରା ବଦଳିଯାଏ। କେତେ ହୁଏ ସେଠି? ଆମ ସୂତ୍ର ଅନୁସାରେ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଏହିସବୁ ଅଞ୍ଚଳରେ ତାପମାତ୍ରା 45-46 ଡିଗ୍ରୀ ଛୁଇଁବା ଗୋଟେ ସାଧାରଣ କଥା। 46 ଡିଗ୍ରୀ? ଏହା ତ ଅସହ୍ୟ। ଗୋଟିଏ ରାଜ୍ୟ ଭିତରେ ଜଳବାୟୁର ଏତେ ବଡ଼ ଫରକ? ହଁ, ଆଉ ଏହା କେବଳ ଏକ ସଂଖ୍ୟା ନୁହେଁ। ନିଶ୍ଚୟ। ଏହା ସେଠାକାର ଲୋକଙ୍କ ଜୀବନ, ସେମାନଙ୍କ ଦୈନନ୍ଦିନ କାମକୁ ନିଶ୍ଚୟ ପ୍ରଭାବିତ କରୁଥିବ। ବିଲକୁଲ। ଏହା ସେଠାକାର ଅର୍ଥନୀତିକୁ ନିୟନ୍ତ୍ରଣ କରେ। ଦିନ 10ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଏ। ଜଳ ସଙ୍କଟ ଗୋଟେ ବଡ଼ ସମସ୍ୟା ହୁଏ। କୃଷି କାମ ଉପରେ ବି ପ୍ରଭାବ ପଡ଼େ। ବୁଝିଲି। ଏହି ପ୍ରଚଣ୍ଡ ତାତି ପରେ ସମସ୍ତେ ଚାତକ ପକ୍ଷୀ ଭଳି କେବଳ ଗୋଟିଏ ଜିନିଷକୁ ଅପେକ୍ଷା କରିଥାନ୍ତି। ବର୍ଷା। ହଁ, ବର୍ଷା। ଆଉ ସେଇଠୁ ଆରମ୍ଭ ହୁଏ ଓଡ଼ିଶାର ଜୀବନରେଖା, ମୌସୁମୀ ଋତୁ। ତେବେ ପଶ୍ଚିମ ଓଡ଼ିଶାର ସେଇ 46 ଡିଗ୍ରୀ ଗରମ ପରେ ସମସ୍ତଙ୍କ ନଜର ଆକାଶକୁ ହିଁ ଥାଏ। ଏହି ଅପେକ୍ଷାର ଅନ୍ତ କେବେ ହୁଏ? ମୌସୁମୀ କେବେ ଆସେ? ସାଧାରଣତଃ ଜୁନ୍ 5ରୁ 10 ତାରିଖ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା ଉପକୂଳରେ ପଶେ। ଆଚ୍ଛା, ଆଉ ପୂରା ରାଜ୍ୟକୁ ବ୍ୟାପିବାକୁ? ଧୀରେ ଧୀରେ ଜୁଲାଇ ସୁଦ୍ଧା ପୂରା ରାଜ୍ୟକୁ ବ୍ୟାପିଯାଏ। ହେଲେ ଆପଣ ଯେଉଁ ଜୀବନରେଖା କଥା କହୁଥିଲେ, ଏଇଟା କ'ଣ ସବୁଠି ସମାନ ଭାବେ ଜୀବନ ଦିଏ? ନା, ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହି ଜୀବନରେଖା ସବୁଠି ସମାନ ଭାବେ ପହଞ୍ଚେନି। ମାନେ କେଉଁଠି ପତଳା ହୋଇଯାଏ? ଠିକ୍ ସେୟା। ଆମ ତଥ୍ୟ କହୁଛି ଯେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ପ୍ରାୟ ସ୍ଥିର ରହେ। ହେଲେ ଦକ୍ଷିଣ ଆଉ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିବର୍ତ୍ତନଶୀଳତା 15%ରୁ 20% ପର୍ଯ୍ୟନ୍ତ ରହେ। 15ରୁ 20% ପରିବର୍ତ୍ତନଶୀଳତା। ଶୁଣିବାକୁ ତ ଏତେ ବଡ଼ ସଂଖ୍ୟା ଲାଗୁନି, କିନ୍ତୁ ଜଣେ ଚାଷୀ ପାଇଁ ଏହାର ମାନେ କ'ଣ? ଜଣେ ଚାଷୀ ପାଇଁ ଏହାର ଅର୍ଥ ହେଉଛି ବର୍ଷାର ଫସଲ। ଓହୋ। ମାନେ ଗୋଟେ ବର୍ଷ ପ୍ରବଳ ବର୍ଷା ହୋଇ ବନ୍ୟା ଆସିପାରେ, ଆଉ ତା ପର ବର୍ଷ କମ୍ ବର୍ଷା ହୋଇ ମରୁଡ଼ି ହୋଇପାରେ। ବୁଝିଲି। ଏହି ଅନିଶ୍ଚିତତା ହିଁ ସବୁଠୁ ବଡ଼ ସମସ୍ୟା। ଏକଦମ। ଏହି ଅନିଶ୍ଚିତତା ହିଁ ଦକ୍ଷିଣ ଓଡ଼ିଶାର କୃଷିକୁ ଦୁର୍ବଳ କରି ରଖିଛି। ତେଣୁ ମୌସୁମୀ ଏକା ସାଙ୍ଗରେ ବରଦାନ ଆଉ ଅଭିଶାପ। ଏହା ପ୍ରକୃତରେ ଗୋଟେ ଗମ୍ଭୀର କଥା। ତେବେ ଓଡ଼ିଶାର କେଉଁ ଅଞ୍ଚଳରେ ଅଧିକ ବର୍ଷା ହୁଏ ଆଉ କେଉଁଠି କମ୍? ଦେଖନ୍ତୁ, ଏହାକୁ ଆମେ ମୋଟାମୋଟି ଦୁଇଟି ଅଞ୍ଚଳରେ ବାଣ୍ଟିପାରିବା। ହଁ। ପ୍ରଥମତଃ, ରାଜ୍ୟର ଉତ୍ତରରେ ଥିବା ଖଣିଜ ସମ୍ପଦ ଭରା ଅଞ୍ଚଳ, ଯେମିତିକି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼। ସେଠାରେ ବହୁତ ବର୍ଷା ହୁଏ। ଆଚ୍ଛା। ଆଉ ତା ସହିତ ଦକ୍ଷିଣ ପୂର୍ବର ଉପକୂଳବର୍ତ୍ତୀ ଅଞ୍ଚଳ, ଯେଉଁଠି ମହାନଦୀ ବ୍ରାହ୍ମଣୀ ସମୁଦ୍ରରେ ମିଶିଛନ୍ତି। ସେଠି କାହିଁକି ବେଶୀ ହୁଏ? କାରଣ ହେଲା, ମୌସୁମୀ ବେଳେ ବଙ୍ଗୋପସାଗରରେ ଯେଉଁ ଲଘୁଚାପ ବା ବାତ୍ୟା ହୁଏ, ତାହା ସିଧାସଳଖ ଏହି ଅଞ୍ଚଳଗୁଡ଼ିକୁ ହିଁ ପ୍ରଭାବିତ କରେ। ବୁଝିଲି। ଆଉ କମ୍ ବୃଷ୍ଟିପାତ ଅଞ୍ଚଳ? ସେଗୁଡ଼ିକ ହେଲା ମୁଖ୍ୟତଃ ଦକ୍ଷିଣ ପଶ୍ଚିମର କିଛି ଅଂଶ, ଯେମିତି ଗଞ୍ଜାମ, ପୂର୍ବ କୋରାପୁଟ, ଋଷିକୁଲ୍ୟା ବଂଶଧାରା ଅବବାହିକା। ସେଠି କାହିଁକି କମ୍?
କାରଣ ଏହି ଅଞ୍ଚଳଗୁଡ଼ିକ ଗୋଟେ ପ୍ରକାର ବର୍ଷାଛାୟା ଅଞ୍ଚଳ ଭଳି। ବର୍ଷା ଛାୟା ଅଞ୍ଚଳ? ଏହାର ମାନେ କ'ଣ? ଏହାର ମାନେ ହେଲା ମୌସୁମୀ ବାୟୁ ସେଠାରେ ପହଞ୍ଚିବା ବେଳକୁ ନିଜର ବେଶୀଭାଗ ଜଳୀୟ ବାଷ୍ପ ହରାଇ ସାରିଥାଏ, କିମ୍ବା ସେ ଅଞ୍ଚଳଗୁଡ଼ିକ ବାତ୍ୟାର ମୁଖ୍ୟ ରାସ୍ତାରେ ଆସନ୍ତି ନାହିଁ। ଆଚ୍ଛା, ବୁଝିଗଲି। ତେବେ ଏହି ବର୍ଷା ଋତୁ ଅକ୍ଟୋବର ବେଳକୁ ଧୀରେ ଧୀରେ କମି ଆସେ, ପାଗ ବଦଳେ। ହଁ, ଏହି ପରିବର୍ତ୍ତନର ସମୟକୁ ଆମ ସଂସ୍କୃତିରେ କିଛି ବିଶେଷ ନାମ ଦିଆଯାଇଛି କି? ନିଶ୍ଚୟ। ଏଇଠି ହିଁ ତ ବୈଜ୍ଞାନିକ ଜଳବାୟୁ ସହିତ ଆମ ସାଂସ୍କୃତିକ କ୍ୟାଲେଣ୍ଡରରୁ ସୁନ୍ଦର ମିଳନ ହୁଏ। କେମିତି? ଯେତେବେଳେ ବର୍ଷା କମିଯାଏ, ଆକାଶ ମେଘମୁକ୍ତ ହୋଇ ପୁରା ସଫା ଦେଖାଯାଏ, ତାକୁ ହିଁ ଆମେ ଶରତ ଋତୁ କହୁ। ଶରତ, ଭାଦ୍ର ଆଉ ଆଶ୍ୱିନ ମାସ, କାଶତଣ୍ଡି ଫୁଲର ସମୟ। ଏକଦମ। ଏହା କେବଳ ପାଗ ବଦଳିବା ନୁହେଁ, ଏହା ପାର୍ବଣର ସମୟ। ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ଠିକ୍। ଆଉ ତାପରେ ପରେ କାର୍ତ୍ତିକ ମାର୍ଗଶିର ମାସରେ ଆସେ ହେମନ୍ତ, ଯେତେବେଳେ ସକାଳୁ ସକାଳୁ କାକର ପଡ଼ିବା ଆରମ୍ଭ ହୁଏ। ମାନେ ଶୀତର ଆଗମନୀ। ହଁ, ଶୀତର ଆଗମନୀ। ବାଃ, କେତେ ସୁନ୍ଦର ବର୍ଣ୍ଣନା। ତେବେ ଶରତ ଆଉ ହେମନ୍ତ ପରେ ଆସେ ପ୍ରକୃତ ଶୀତ ଋତୁ। ହଁ, ଆମେ ଗ୍ରୀଷ୍ମ ଋତୁରେ ଦେଖିଲେ ଯେ ଉପକୂଳ ଆଉ ଭିତର ଓଡ଼ିଶା ଭିତରେ ତାପମାତ୍ରାରେ ବହୁତ ଫରକ। ଶୀତ ଋତୁରେ ବି ସେମିତି କିଛି ହୁଏ? ହଁ, ବରଂ ଶୀତରେ ଏହି ଫରକଟା ଆହୁରି ସ୍ପଷ୍ଟ ହୋଇଯାଏ। ଆଚ୍ଛା। ଉପକୂଳରେ ସେ ସମୁଦ୍ରର ପ୍ରଭାବ ଯୋଗୁଁ ଶୀତ ବେଶ୍ ଆରାମଦାୟକ ରହେ। ମାନେ ତାପମାତ୍ରା କେତେ ଥାଏ? 15-18 ଡିଗ୍ରୀରୁ କମ୍ କ୍ୱାଚିତ ଖସେ। ପର୍ଯ୍ୟଟନ ପାଇଁ ତ ଏହା ସବୁଠୁ ଭଲ ସମୟ। କିନ୍ତୁ ଆମେ ଯେତେବେଳେ ପଶ୍ଚିମ କିମ୍ବା ଦକ୍ଷିଣର ମାଳ ଅଞ୍ଚଳ ଆଡ଼କୁ ଯିବା, କାହାଣୀ ପୁରା ଉଲ୍ଟିଯାଏ। ମିନିଟ୍ ଅପେକ୍ଷା କରନ୍ତୁ। ଆପଣଙ୍କ କହିବା ଅନୁସାରେ କୋରାପୁଟ, କନ୍ଧମାଳ ଭଳି ଜିଲ୍ଲାରେ ପରିସ୍ଥିତି କ'ଣ ହୁଏ? ହଁ, ଆମର ତଥ୍ୟ କହୁଛି ତାପମାତ୍ରା 3-4 ଡିଗ୍ରୀକୁ ଖସିଯାଏ। ଏହା କ'ଣ ସତ? ସେଇ ସମାନ ରାଜ୍ୟରେ ଯେଉଁଠି ପୁରୀରେ ଲୋକେ ହାଲୁକା ସ୍ୱେଟରରେ ବୁଲୁଥାନ୍ତି? ଏହା କେବଳ ସତ ନୁହେଁ, ଏହା ପ୍ରତିବର୍ଷ ଘଟେ। କ'ଣ କହୁଛନ୍ତି? ହଁ, ଦାରିଙ୍ଗବାଡ଼ି ଭଳି ଜାଗାରେ ତ ବେଳେବେଳେ ତ ତୁଷାରପାତ ବି ଦେଖିବାକୁ ମିଳେ। ଏତେ ବଡ଼ ପାର୍ଥକ୍ୟ କେମିତି ସମ୍ଭବ? ଏହାର ମୁଖ୍ୟ କାରଣ ଦୁଇଟି। ପ୍ରଥମତଃ, ଏହି ଅଞ୍ଚଳଗୁଡ଼ିକ ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଅଛି। ଆଚ୍ଛା। ଆଉ ଦ୍ୱିତୀୟରେ, ଏଗୁଡ଼ିକ ସମୁଦ୍ରଠାରୁ ବହୁତ ଦୂରରେ। ତେଣୁ ସମୁଦ୍ରର ସେଇ ଏସିବାଳା ପ୍ରଭାବ ସେଠି ପହଞ୍ଚିପାରେ ନାହିଁ। ଓ। ତେଣୁ ଯେଉଁ କାରଣରୁ ଗ୍ରୀଷ୍ମ ଋତୁରେ ସେଠି ଅଧିକ ଗରମ ହୁଏ, ସେହି ସମାନ କାରଣରୁ ଶୀତ ଋତୁରେ ଅଧିକ ଥଣ୍ଡା ବି ହୁଏ। ଏହାକୁ କିଛି କୁହନ୍ତି କି? ହଁ, ଏହାକୁ କଣ୍ଟିନେଣ୍ଟାଲ ଏଫେକ୍ଟ କୁହାଯାଏ। ଆଉ ଆମ ପାରମ୍ପରିକ ଋତୁଚକ୍ରରେ ଏହି ପ୍ରବଳ ଶୀତର ସମୟକୁ କ'ଣ କୁହାଯାଏ? ଏହା ହେଉଛି ଶିଶିର ଋତୁ, ପୌଷ ଆଉ ମାଘ ମାସ। ଶୀତର ଚରମ ସମୟ। ଏକଦମ। ଏହି ସମୟରେ ଘନ କୁହୁଡ଼ି ଆଉ ପ୍ରବଳ ଶୀତଲହରୀ ଅନୁଭବ ହୁଏ, ବିଶେଷ କରି ଭିତର ଓଡ଼ିଶାରେ। ଏହାପରେ ଫେବୃଆରୀ ମାସରୁ ଧୀରେ ଧୀରେ ଶୀତ କମିବା ଆରମ୍ଭ କରେ। ଏବଂ ତାପରେ ଆସେ ଋତୁଚକ୍ରର ଶେଷ ଭାଗ, ଶୀତ ଶେଷ ହେବା ଆଉ ଗ୍ରୀଷ୍ମ ଆରମ୍ଭ ହେବା ଭିତରେ ଥିବା ସମୟ। ହଁ, ଷଷ୍ଠ ଋତୁ, ବସନ୍ତ। ଫାଲ୍ଗୁନ ଓ ଚୈତ୍ର ମାସ। ବିଲକୁଲ। ଏହି ସମୟରେ ପାଗ ସବୁଠାରୁ ଭଲ ରହେ। ନା ବେଶୀ ଗରମ, ନା ବେଶୀ ଥଣ୍ଡା। ଗଛରେ ନୂଆ ପତ୍ର କଅଁଳେ, ଚାରିଆଡ଼େ ଫୁଲ ଫୁଟେ। ହଁ, ଏକ ନୂଆ ଆରମ୍ଭର ପ୍ରତୀକ। ଯାହାପରେ ପୁଣିଥରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଯାଏ। ଆଉ ଚକ୍ରଟି ପୁଣି ଆରମ୍ଭ ହୁଏ। ହଁ, ଏହିପରି ଭାବରେ 3ଟି ବୈଜ୍ଞାନିକ ଋତୁ ଭିତରେ ଆମର 6ଟି ପାରମ୍ପରିକ ଋତୁ ବହୁତ ସୁନ୍ଦର ଭାବରେ ଖାପ ଖାଇଯାଏ। ଏହା ପ୍ରକୃତିରେ ଏକ ଚମତ୍କାର ଆଲୋଚନା ଥିଲା। ଆମେ କେବଳ ଗ୍ରୀଷ୍ମ, ବର୍ଷା, ଶୀତ ବିଷୟରେ ଜାଣିଲେ ନାହିଁ, ବରଂ ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାତ୍ରା କରି ଏକ ସ୍ପଷ୍ଟ ଚିତ୍ର ପାଇଲେ ଯେ ଓଡ଼ିଶାର ଜଳବାୟୁ କିପରି ବିବିଧତା ଏବଂ ଚରମତାର ଏକ ମିଶ୍ରଣ। ହଁ, ଗୋଟିଏ ପଟେ ବଙ୍ଗୋପସାଗରର ନିୟନ୍ତ୍ରଣକାରୀ ପ୍ରଭାବ, ଆଉ ଅନ୍ୟପଟେ ସମୁଦ୍ରଠାରୁ ଦୂରତାର ଚରମ ପରିଣାମ। ଆଉ ଏଇସବୁ ଭିତରେ ଆମ 6 ଋତୁର ସାଂସ୍କୃତିକ ମହତ୍ତ୍ୱ। ଏହି ଆଲୋଚନା ଶେଷରେ ମୁଁ ଏକ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ିଯିବାକୁ ଚାହିଁବି। ହଁ, ନିଶ୍ଚୟ। ଆମେ ଜାଣିଲେ ଯେ ବାତ୍ୟା ଓ ବନ୍ୟା ମୌସୁମୀ ଋତୁର ଏକ ନିୟମିତ ଅଂଶ। ହଁ। ଆମେ ଏହା ମଧ୍ୟ ଦେଖିଲେ ଯେ ଉପକୂଳ ଓ ଭିତର ଅଞ୍ଚଳ ମଧ୍ୟରେ ଜଳବାୟୁର ଏକ ସ୍ପଷ୍ଟ ବିଭାଜନ ଅଛି। ତେବେ ବର୍ତ୍ତମାନର ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ଦେଖି ଯଦି ବାତ୍ୟାର ସଂଖ୍ୟା କିମ୍ବା ତୀବ୍ରତା ବଢ଼େ, ତେବେ ଏହି ବିଭାଜନ ଉପରେ କି ପ୍ରଭାବ ପଡ଼ିପାରେ? ଆଚ୍ଛା, ଏହା ଏକ ଭଲ ପ୍ରଶ୍ନ। କ'ଣ ଉପକୂଳ ଅଞ୍ଚଳ ଆହୁରି ଅଧିକ ବିପଦଗ୍ରସ୍ତ ହେବ? କିମ୍ବା ଏହା ସେହି ବର୍ଷାଛାୟା ଅଞ୍ଚଳରେ ଅଧିକ ବର୍ଷା କରାଇ ଆଞ୍ଚଳିକ ଅସମାନତାକୁ କମ୍ କରିବ? ଏହା ଓଡ଼ିଶାର ଭବିଷ୍ୟତ ପାଇଁ ପ୍ରକୃତରେ ଏକ ବଡ଼ ପ୍ରଶ୍ନ। ଓଡ଼ିଶା ବିଷୟରେ ଗୋଟିଏ କଥା ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ଏଠାରେ ଗୋଟିଏ ବର୍ଷରେ
କିଛି ଜିଲ୍ଲା ବନ୍ୟାରେ ବୁଡ଼ିଥାଏ ଆଉ ସେହି ସମୟରେ ହିଁ କିଛି ଜିଲ୍ଲା ମରୁଡ଼ିର ସାମ୍ନା କରୁଥାଏ। ଏହା କେମିତି ସମ୍ଭବ? ଗୋଟିଏ ରାଜ୍ୟରେ ଏକା ସାଙ୍ଗରେ ଏତେ ପାଣି ଆଉ ପାଣିର ଏତେ ଅଭାବ। ଆଜି ଆମ ପାଖରେ ଯେଉଁ ଉତ୍ସଗୁଡ଼ିକ ଅଛି, ମୋତେ ଲାଗୁଛି ସେଥିରୁ ଆମେ ରହସ୍ୟକୁ ବୁଝିପାରିବା, କେବଳ ବର୍ଷାର ତଥ୍ୟକୁ ନେଇ। ଏହା ଏକଦମ ଠିକ୍ ପ୍ରଶ୍ନରୁ ଆରମ୍ଭ ହେଲା। ଦେଖନ୍ତୁ, ଓଡ଼ିଶାର ବର୍ଷାପାତକୁ ବୁଝିବା କହିଲେ ତାର ଅର୍ଥନୀତି, କୃଷି ଆଉ ଲୋକଙ୍କ ଜୀବନଶୈଳୀକୁ ବୁଝିବା। ଆମ ପାଖରେ ଥିବା ତଥ୍ୟ ଆମକୁ ଏହି କାହାଣୀର ପ୍ରତିଟି ଅଧ୍ୟାୟ ଦେଖାଇବ। ମାନେ, ବର୍ଷା କେଉଁଠୁ ଆସେ, କେଉଁଠି ଅଧିକ ହୁଏ, କେଉଁଠି କମ୍, ଆଉ ସବୁଠୁ ବଡ଼ କଥା ହେଲା କାହିଁକି ଏମିତି ହୁଏ। ଆମର ଉଦ୍ଦେଶ୍ୟ ହେଉଛି ଏହି ସବୁ ଖଣ୍ଡ ଖଣ୍ଡ ତଥ୍ୟକୁ ଯୋଡ଼ି ଏକ ସମ୍ପୂର୍ଣ୍ଣ ଚିତ୍ର ତିଆରି କରିବା। ବହୁତ ବଢ଼ିଆ। ତେବେ ଚାଲନ୍ତୁ କାହାଣୀର ମୂଳରୁ ହିଁ ଆରମ୍ଭ କରିବା। ଓଡ଼ିଶାରେ ଯେଉଁ ଏତେ ବର୍ଷା ହୁଏ, ତାର ମୁଖ୍ୟ ଉତ୍ସ କ'ଣ? ଏ ପାଣି ଆସେ କେଉଁଠାରୁ? ଏହାର ମୁଖ୍ୟ ଆଉ ପ୍ରାୟ ଏକମାତ୍ର ବଡ଼ ଉତ୍ସ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଯେତେବେଳେ ଆମେ ମୌସୁମୀ ଆସିଲା ବୋଲି କହୁ, ଆମେ ଏହି ବାୟୁ କଥା ହିଁ କହୁ। ଏ ପବନରେ ପ୍ରଚୁର ଜଳୀୟ ବାଷ୍ପ ଥାଏ, ଆଉ ଏହା ଆସେ ବଙ୍ଗୋପସାଗରରୁ। ଖରାଦିନେ ଯେତେବେଳେ ଆମ ଓଡ଼ିଶାର ମାଟି ଭଲ ଭାବରେ ତାତିଯାଏ, ସେତେବେଳେ ଏହି ପବନ ସମୁଦ୍ରରୁ ମାଟି ଆଡ଼କୁ ବହେ ଆଉ ପ୍ରବଳ ବର୍ଷା କରାଏ। ଆଉ ଏହାର ଆସିବା ଯିବାର ଏକ ସମୟ ଥାଏ ବୋଲି ଆମେ ପିଲାବେଳୁ ଶୁଣିଛୁ, ନୁହେଁ କି? ଏକ ନିର୍ଦ୍ଦିଷ୍ଟ ତାରିଖ ପାଖାପାଖି ଏହା ଆସେ। ହଁ, ଏକଦମ। ଏହାର ଏକ ନିର୍ଦ୍ଦିଷ୍ଟ ସମୟ ଚକ୍ର ଅଛି। ପାଣିପାଗ ବିଭାଗର ହିସାବ ଅନୁସାରେ ସାଧାରଣତଃ ଜୁନ୍ ମାସ 5ରୁ 10 ତାରିଖ ଭିତରେ ଏହା ଓଡ଼ିଶାର ଦକ୍ଷିଣ ଉପକୂଳରେ ପହଞ୍ଚିଯାଏ। ତାପରେ ଧୀରେ ଧୀରେ ସାରା ରାଜ୍ୟକୁ ବ୍ୟାପିଯାଏ ଆଉ ଜୁଲାଇ ମାସ ଆରମ୍ଭ ସୁଦ୍ଧା ପୁରା ଓଡ଼ିଶାକୁ କବ୍ଜା କରିନିଏ। ଏହି ସମୟ ପ୍ରାୟ 4 ମାସ ରହେ ଆଉ ଅକ୍ଟୋବର ମାସ ମଝାମଝି ବେଳକୁ ଏହା ଧୀରେ ଧୀରେ ଫେରିବା ଆରମ୍ଭ କରେ। ତାକୁ ମୌସୁମୀ ପ୍ରତ୍ୟାବର୍ତ୍ତନ କୁହାଯାଏ। କିନ୍ତୁ ଆଜିକାଲି ତ ଲାଗୁଛି ଏହି ତାରିଖ ଆଉ ସେତେ ନିର୍ଭରଯୋଗ୍ୟ ହୋଇ ରହିନି। କେବେ କେବେ ଜୁନ୍ ଶେଷ ହୋଇଯାଉଛି, କିନ୍ତୁ ମୌସୁମୀର ଦେଖା ନାହିଁ। ଏହି ତାରିଖ କ'ଣ ବଦଳିବାରେ ଲାଗିଛି? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆମ ଉତ୍ସଗୁଡ଼ିକ ପାରମ୍ପରିକ ଢାଞ୍ଚା ବିଷୟରେ କହୁଛି, କିନ୍ତୁ ବାସ୍ତବରେ ଗତ କିଛି ବର୍ଷ ହେବ ମୌସୁମୀର ଆଗମନରେ ବିଳମ୍ବ ଦେଖାଯାଉଛି। କେବେ କେବେ ଏହା 1 ସପ୍ତାହରୁ 2 ସପ୍ତାହ ବିଳମ୍ବରେ ଆସୁଛି, ଯାହା ଚାଷ କାମ ଉପରେ ସିଧାସଳଖ ପ୍ରଭାବ ପକାଉଛି। ତେଣୁ ଆମେ ଯେଉଁ 5ରୁ 10 ତାରିଖ କଥା କହୁଛେ, ତାହା ଏକ ହାରାହାରି ହିସାବ, ପଥରର ଗାର ନୁହେଁ। ଠିକ୍। ତେବେ ଏହି ମୌସୁମୀ ଯୋଗୁଁ ଓଡ଼ିଶାରେ ହାରାହାରି କେତେ ବର୍ଷା ହୁଏ? ଆମ ପାଖରେ ଥିବା ତଥ୍ୟ କହୁଛି ଯେ ଓଡ଼ିଶାର ହାରାହାରି ବାର୍ଷିକ ବର୍ଷାପାତ ପ୍ରାୟ 200 ସେଣ୍ଟିମିଟର। 200 ସେଣ୍ଟିମିଟର? ହଁ, ଏହା ବହୁତ ଅଧିକ। ଏହାର ପ୍ରାୟ 80% ବର୍ଷା କେବଳ ଜୁନ୍ରୁ ସେପ୍ଟେମ୍ବର ଭିତରେ ହିଁ ହୋଇଥାଏ। ଆଉ ଏହି 4 ମାସ ଭିତରୁ ଜୁଲାଇ ମାସ ହେଉଛି ସବୁଠାରୁ ଓଦା ମାସ, ମାନେ ସବୁଠୁ ବେଶୀ ବର୍ଷା ସେହି ମାସରେ ହିଁ ହୁଏ। ଏହା ଶୁଣିବାକୁ ବହୁତ ବେଶୀ ଲାଗୁଛି। ଯଦି ସତରେ ଏତେ ବର୍ଷା ହେଉଛି, ତାହେଲେ ଆମେ ଓଡ଼ିଶାର ମରୁଡ଼ି କଥା ଶୁଣୁଛେ କାହିଁକି? ଏହି ହାରାହାରି ତଥ୍ୟ କ'ଣ ଆମକୁ ପୁରା କାହାଣୀ କହୁନାହିଁ? ଏକଦମ ସଠିକ୍ ଜାଗାରେ ପ୍ରଶ୍ନଟି ପଚରାଗଲା। ଏହି ହାରାହାରି ଶବ୍ଦଟି ହିଁ ସବୁଠୁ ବଡ଼ ଧୋକା ଦିଏ। ଏହା ପୁରା ରାଜ୍ୟର ଏକ ହାରାହାରି ମାପ। କିନ୍ତୁ ସତକଥା ହେଉଛି, ବର୍ଷା ସବୁ ଜାଗାରେ ସମାନ ଭାବେ ହୁଏ ନାହିଁ। ଏହାକୁ ବୁଝିବାକୁ ହେଲେ ଆମକୁ ବର୍ଷାର ପରିବର୍ତ୍ତନଶୀଳତା ବା ଭେରିଏବିଲିଟିକୁ ବୁଝିବାକୁ ପଡ଼ିବ। ପରିବର୍ତ୍ତନଶୀଳତା, ଏହାର ଅର୍ଥ କ'ଣ? ବର୍ଷାର ଅନିଶ୍ଚିତତା ନା? ଯେମିତି କିଛି ଜାଗାରେ ବର୍ଷା ପ୍ରାୟ ପ୍ରତିବର୍ଷ ସମାନ ହୁଏ, ଆଉ କିଛି ଜାଗାରେ ଏହାର କିଛି ଠିକ୍ ଠିକଣା ନଥାଏ। ସମ୍ପୂର୍ଣ୍ଣ ଠିକ୍। ତଥ୍ୟ ଅନୁସାରେ ରାଜ୍ୟର ଉତ୍ତର ଓ ଉତ୍ତର ପୂର୍ବ ଭାଗରେ, ଯେମିତି ମୟୂରଭଞ୍ଜ ବା ବାଲେଶ୍ୱର, ଏହି ପରିବର୍ତ୍ତନଶୀଳତା 15%ରୁ କମ୍। ଏହାର ଅର୍ଥ, ଏଠାରେ ଚାଷୀମାନେ ପ୍ରାୟତଃ ନିଶ୍ଚିତ ଥାନ୍ତି ଯେ ପ୍ରତିବର୍ଷ ସେମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ବର୍ଷା ମିଳିବ। କିନ୍ତୁ ଯେତେବେଳେ ଆମେ ରାଜ୍ୟର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଭାଗକୁ ଯିବା, ଏହି ପରିବର୍ତ୍ତନଶୀଳତା 15%ରୁ 20%କୁ ବଢ଼ିଯାଏ। ଓହୋ, ତା ମାନେ ସେହି ଅଞ୍ଚଳରେ ଚାଷ କରିବା ଗୋଟେ ଜୁଆ ଖେଳିବା ପରି। କେବେ ବହୁତ ପାଣି ହୋଇ ବନ୍ୟା ଆସିଯିବ, ତ କେବେ ମରୁଡ଼ି ପଡ଼ିବ। ଏହି ଅନିଶ୍ଚିତତା ହିଁ ସେଠାକାର ଚାଷୀଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ। ଏକଦମ। ଏହି ପରିବର୍ତ୍ତନଶୀଳତା ହିଁ ଓଡ଼ିଶାର ବନ୍ୟା ମରୁଡ଼ି କାହାଣୀର ମୂଳ କାରଣ। ଏବେ ଚାଲନ୍ତୁ କାହାଣୀର ପ୍ରଥମ ଭାଗକୁ ଯିବା, ମାନେ ଯେଉଁଠି ବର୍ଷା ବହୁତ ଅଧିକ ହୁଏ। ହଁ, ଯେଉଁଠି ବର୍ଷା ସହିତ ବାତ୍ୟା ମିଶି ଏକ ପ୍ରକାର ବିତ୍ପାତ ସୃଷ୍ଟି କରେ, ବିଶେଷ କରି ଆମ ଉପକୂଳ ଅଞ୍ଚଳରେ। ଦେଖନ୍ତୁ,
ମୌସୁମୀ ଋତୁରେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହୁଏ। ଏହି ଲଘୁଚାପଗୁଡ଼ିକ ବାତ୍ୟା ବା ଘୂର୍ଣ୍ଣିଝଡ଼ର ରୂପ ନେଇ ଓଡ଼ିଶା ଉପକୂଳରେ ମାଡ଼ ହୁଏ। ଆଉ ଏଗୁଡ଼ିକ ନିଜ ସହିତ ପ୍ରବଳ ବର୍ଷା ଆଣନ୍ତି। ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଭଳି ବଡ଼ ନଦୀଗୁଡ଼ିକରେ ହଠାତ୍ ପାଣି ବଢ଼ିଯାଏ। ଆଉ ବନ୍ୟା ଆସେ। ହଁ, ଆଉ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖାଦିଏ। ଏହି ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର କେଉଁ ଅଞ୍ଚଳଗୁଡ଼ିକୁ ଅଧିକ ବୃଷ୍ଟିପାତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି? କାମ ପାଖରେ ଥିବା ତଥ୍ୟ ଅନୁସାରେ ଯେଉଁଠି ବର୍ଷକୁ 155 ସେଣ୍ଟିମିଟରରୁ ଅଧିକ ବର୍ଷା ହୁଏ, ତାକୁ ଅଧିକ ବୃଷ୍ଟିପାତ ଅଞ୍ଚଳ କୁହାଯାଏ। ଏଗୁଡ଼ିକ ମୁଖ୍ୟତଃ ଉତ୍ତର ଓଡ଼ିଶାରେ କେନ୍ଦ୍ରୀଭୂତ, ବିଶେଷକରି ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଏବଂ ମହାନଦୀର ଉପନଦୀ ଇବ୍ର ଅବବାହିକାରେ। ଏଥିରେ ମୟୂରଭଞ୍ଜ, କେନ୍ଦୁଝରର ଉତ୍ତର ପଶ୍ଚିମ ଭାଗ, ସୁନ୍ଦରଗଡ଼ ଏବଂ ସମ୍ବଲପୁରର ପୂର୍ବ ଭାଗ ଆସୁଛି। କିନ୍ତୁ ଆମ ଉତ୍ସଗୁଡ଼ିକରେ ଆଉ ଗୋଟିଏ ବଡ଼ ଆକର୍ଷଣୀୟ କଥା ଅଛି। ଦକ୍ଷିଣ ପୂର୍ବ ଓଡ଼ିଶାରେ ଏକ ଘୋଡ଼ାନାଳ ଆକୃତିର ବା ହର୍ଷୁ ଶେପ୍ଡ ଅଧିକ ବର୍ଷା ଅଞ୍ଚଳ ଅଛି। ଏହା କ'ଣ ଓ କେଉଁଠି? ହଁ, ଏହା ଓଡ଼ିଶାର ଭୂଗୋଳର ଏକ ବିଶେଷତ୍ୱ। ବ୍ରାହ୍ମଣୀ ଓ ମହାନଦୀର ନିମ୍ନ ଭାଗରେ, ମାନେ ଯେଉଁଠି ନଦୀଗୁଡ଼ିକ ସମୁଦ୍ରରେ ମିଶିବାକୁ ଯାଉଛନ୍ତି, ସେହି ଅଞ୍ଚଳରେ ଏହି ଘୋଡ଼ାନାଳ ଆକୃତିର ବର୍ଷା ବଳୟ ରହିଛି। ଏହା ଭଦ୍ରକ, ଯାଜପୁରର ସୁକିନ୍ଦା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାକୁ ଆଚ୍ଛାଦନ କରେ। ଆଚ୍ଛା। ଏହାର କାରଣ ହେଉଛି ସ୍ଥାନୀୟ ଭୂ ଆକୃତି ଏବଂ ବଙ୍ଗୋପସାଗରରୁ ଆସୁଥିବା ମୌସୁମୀ ବାୟୁର ଗତିପଥ, ଯାହା ଏହି ଅଞ୍ଚଳରେ ବାଧା ପାଇଁ ଅଧିକ ବର୍ଷା କରାଏ। ତାହେଲେ ଏହାର ଅର୍ଥ ହେଉଛି ଯେଉଁ ଚାଷୀମାନେ ଏହି ଅଞ୍ଚଳରେ ଅଛନ୍ତି ସେମାନଙ୍କୁ ବର୍ଷା ଅଭାବ ପାଇଁ ବେଶୀ ଚିନ୍ତା କରିବାକୁ ପଡ଼େନି, ବରଂ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପଡ଼େ। ଏହା ହିଁ ବୋଧହୁଏ କାରଣ ଯେ ଏହି ଅଞ୍ଚଳଗୁଡ଼ିକ ଓଡ଼ିଶାର ଧାନ ଗନ୍ତାଘର ଭାବେ ପରିଚିତ। ଏକଦମ ଠିକ୍ ଧରିଛନ୍ତି। ଏଠାରେ ପାଣିର ଅଭାବ କମ୍, କିନ୍ତୁ ପାଣିର ଆଧିକ୍ୟ ବେଶୀ। ତେଣୁ ଏଠାକାର କୃଷି, ଘରଦ୍ୱାର ଏବଂ ଜୀବନଶୈଳୀ ସବୁକିଛି ବନ୍ୟାକୁ ଆଖି ଆଗରେ ରଖି ତିଆରି ହୋଇଛି। ଏହି ଘୋଡ଼ାନାଲା ଆକୃତିର ବଳୟ କଥା ଶୁଣିଲେ ଲାଗୁଛି ଯେ ଓଡ଼ିଶାରେ ସବୁଆଡ଼େ ପାଣି ହିଁ ପାଣି। କିନ୍ତୁ ଏହା କାହାଣୀର କେବଳ ଗୋଟିଏ ପଟ। କାରଣ ଆମେ ସବୁବେଳେ କାଳାହାଣ୍ଡି କିମ୍ବା ବଲାଙ୍ଗୀର ଭଳି ଅଞ୍ଚଳରେ ମରୁଡ଼ି କଥା ବି ଶୁଣୁ। ତେବେ ଏହି କାହାଣୀର ଅନ୍ୟ ପଟଟି କ'ଣ? କେଉଁଠି ବର୍ଷା ଏତେ କମ୍ ଯେ ତାହା ଏକ ସମସ୍ୟା ପାଲଟିଯାଏ? ଏବେ ଆସିଲା କାହାଣୀର ଦ୍ୱିତୀୟ ଭାଗ। ଯେଉଁ ଅଞ୍ଚଳରେ ବାର୍ଷିକ ବର୍ଷା 135 ସେଣ୍ଟିମିଟର ବା ତାଠାରୁ କମ୍ ହୁଏ, ସେଗୁଡ଼ିକୁ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳ କୁହାଯାଏ। ଏଗୁଡ଼ିକ ମୁଖ୍ୟତଃ ଦକ୍ଷିଣ ପୂର୍ବ ଓଡ଼ିଶାରେ ଦେଖାଯାଏ, ଯେପରିକି ବଂଶଧାରା ଏବଂ ଋଷିକୁଲ୍ୟା ନଦୀ ଅବବାହିକା, ଚିଲିକା ହ୍ରଦର ପୂର୍ବପଟ, କୋରାପୁଟର ପୂର୍ବ ଭାଗ, ଗଞ୍ଜାମ ଜିଲ୍ଲା ଏବଂ ବରଗାଡ଼ର ପଶ୍ଚିମ ସମତଳ ଅଞ୍ଚଳ। ଏହି ଅଞ୍ଚଳଗୁଡ଼ିକ ତ ସମୁଦ୍ରଠାରୁ ବେଶୀ ଦୂରରେ ନୁହେଁ। ତେବେ ମୌସୁମୀ ବାୟୁ ଏଠାକୁ ଯାଇନି କାହିଁକି? ଏହାର ମୁଖ୍ୟ କାରଣ ହେଉଛି ପୂର୍ବଘାଟ ପର୍ବତମାଳା। ଏହାକୁ ବୁଝିବାକୁ ହେଲେ ଆମକୁ ଏକ ସରଳ ଉଦାହରଣ ନେବାକୁ ପଡ଼ିବ। ଏମିତି ଭାବନ୍ତୁ, ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ମେଘ ହେଉଛି ଗୋଟେ ଓଦା ସ୍ପଞ୍ଜ। ଓହୋ, ଠିକ୍। ସେହି ମେଘରୂପୀ ସ୍ପଞ୍ଜଟି ପୂର୍ବଘାଟ ପର୍ବତମାଳାରେ ବାଧା ପାଇ ନିଜର ସବୁ ପାଣି ପୂର୍ବପଟେ ଢାଳିଦିଏ। ଯେତେବେଳେ ସେ ପର୍ବତ ଡେଇଁ ପଶ୍ଚିମ ପଟକୁ ଯାଏ, ସେତେବେଳକୁ ସେ ପୂରା ଚିପୁଡ଼ା ହୋଇଯାଇଥାଏ। ତେଣୁ ସେହି ଅଞ୍ଚଳରେ ବର୍ଷା କମ୍ ହୁଏ। ବାଃ। ଏହାକୁ ଭୌଗୋଳିକ ଭାଷାରେ ବୃଷ୍ଟିଛାୟା ଅଞ୍ଚଳ ବା ରେନ୍ ଶ୍ୟାଡୋ ରିଜିଅନ୍ କୁହାଯାଏ। ଏହା ବହୁତ ସୁନ୍ଦର ଭାବରେ ବୁଝାଇଦେଲେ। ତାମାନେ ପୂର୍ବଘାଟ ପର୍ବତମାଳା ହିଁ ଓଡ଼ିଶାକୁ ଏହି ଦୁଇ ଭାଗରେ ବାଣ୍ଟି ଦେଉଛି, ଗୋଟିଏ ପଟେ ପ୍ରବଳ ବର୍ଷା ଆଉ ଅନ୍ୟପଟେ ବର୍ଷାର ଅଭାବ। ହଁ, ମୋଟାମୋଟି ଭାବେ ଏହା ହିଁ ମୁଖ୍ୟ କାରଣ। ଏହାଛଡ଼ା ଏହି ଅଞ୍ଚଳଗୁଡ଼ିକ ସାଧାରଣତଃ ବାତ୍ୟାର ସିଧାସଳଖ ରାସ୍ତାରେ ଆସନ୍ତି ନାହିଁ। ଆଚ୍ଛା। ତେଣୁ ବାତ୍ୟାଜନିତ ବର୍ଷା ମଧ୍ୟ ଏଠାରେ କମ୍ ମିଳେ। ଆଚ୍ଛା, ଏପର୍ଯ୍ୟନ୍ତ ଆମେ ଯାହା ବି ଆଲୋଚନା କଲେ ତାହା ସବୁ ମୌସୁମୀର 4 ମାସକୁ ନେଇ। କିନ୍ତୁ ବାକି 8 ମାସ କ'ଣ ହୁଏ? ବିଶେଷ କରି ଶୀତ ଦିନେ କ'ଣ ଓଡ଼ିଶାରେ ବର୍ଷା ହୁଏ? ହଁ, ହୁଏ, କିନ୍ତୁ ତାର ପରିମାଣ ବହୁତ କମ୍। ଏହାକୁ ପ୍ରତ୍ୟାବର୍ତ୍ତନକାରୀ ମୌସୁମୀ ଦ୍ୱାରା ହେଉଥିବା ବର୍ଷା କୁହାଯାଏ। ଅକ୍ଟୋବର ନଭେମ୍ବର ମାସରେ ମୌସୁମୀ ଫେରିବା ବେଳେ ବଙ୍ଗୋପସାଗରରୁ କିଛି ଜଳୀୟ ବାଷ୍ପ ଆଣି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା କରାଏ। ପୁରୀ ଓ ଖୋର୍ଦ୍ଧା ଭଳି ଜିଲ୍ଲାରେ 5 ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥାଏ। ମୋର ମନେ ଅଛି
ପିଲାବେଳେ ଆମେ ଅକ୍ଟୋବର ମାସର ଏହି ବର୍ଷାକୁ ହାତୀ ବର୍ଷା ବୋଲି କହୁଥିଲୁ, କାରଣ ଏହା ହାତୀ ଶୁଣ୍ଡରେ ପାଣି ପକାଇଲା ପରି ବଡ଼ ବଡ଼ ଟୋପାରେ ପଡୁଥିଲା। ଏକଦମ ଠିକ୍। ଏହି ବର୍ଷା ରବି ଫସଲ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମ ଉତ୍ସଗୁଡ଼ିକ କହୁଛି ଯେ ଉପକୂଳ ଛଡ଼ ଫୁଲବାଣୀ ଓ ଫିରିଙ୍ଗିଆ ମାଳଭୂମିରେ ମଧ୍ୟ ଭଲ ପରିମାଣର ଶୀତଦିନିଆ ବର୍ଷା ହୁଏ। ଓ ହଁ, ଏହା ସେଠାକାର ପନିପରିବା ଚାଷ ପାଇଁ ବରଦାନ ସଦୃଶ। ତେବେ ଏମିତି ବି କିଛି ଅଞ୍ଚଳ ଅଛି ଯୋଉଠି ଶୀତଦିନେ ବର୍ଷା ପ୍ରାୟ ହୁଏ ହିଁ ନାହିଁ? ହଁ, ଏବଂ ଏହା ହିଁ ସେହି ଅଞ୍ଚଳର ଭାଗ୍ୟ ନିର୍ଦ୍ଧାରଣ କରେ। ଦକ୍ଷିଣ ପଶ୍ଚିମ ଓଡ଼ିଶାର କୋରାପୁଟ ଜିଲ୍ଲା ଏବଂ ତାର ଆଖପାଖ ଅଞ୍ଚଳ ହେଉଛି ଏକ ସ୍ୱଳ୍ପ ଶୀତକାଳୀନ ବୃଷ୍ଟିପାତ ଅଞ୍ଚଳ। ଏଠାରେ ଶୀତଦିନେ ବର୍ଷା ନ ହେବା ସଙ୍ଗେ ସମାନ। କେବଳ ଗୋଟିଏ ଫସଲ। ତାମାନେ ସେଠାକାର ଚାଷୀଙ୍କ ପାଇଁ ପୁରା ବର୍ଷର ଆୟ କେବଳ ସେହି 3-4 ମାସର ମୌସୁମୀ ବର୍ଷା ଉପରେ ନିର୍ଭର କରେ। ଏହା ତ ଏକ ବହୁତ ବଡ଼ ଆର୍ଥିକ ରିସ୍କ। ନିଶ୍ଚିତ ଭାବରେ। ଏହି କାରଣରୁ ହିଁ ଏହି ଅଞ୍ଚଳଟିକୁ କୃଷି ଦୃଷ୍ଟିରୁ ଏକଫସଲି ଅଞ୍ଚଳ ବା ସିଙ୍ଗଲ କ୍ରପ୍ ରିଜନ୍ କୁହାଯାଏ। ଏଠାକାର ଚାଷ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଉପରେ ନିର୍ଭରଶୀଳ। ଯଦି ମୌସୁମୀ ଭଲ ହେଲା, ତେବେ ଫସଲ ଭଲ। ଯଦି ମୌସୁମୀ ଧୋକା ଦେଲା, ତେବେ ପୁରା ବର୍ଷ ବର୍ବାଦ। ଶୀତଦିନେ ବର୍ଷାର ଅଭାବ ଯୋଗୁଁ ଏଠାରେ ଦ୍ୱିତୀୟ ଫସଲ କରିବା ପ୍ରାୟ ଅସମ୍ଭବ। ଏବେ ମୁଁ ସେହି ପ୍ରଥମ ପ୍ରଶ୍ନର ଉତ୍ତର ପାଇପାରୁଛି। ଓଡ଼ିଶାରେ ଏକା ସାଙ୍ଗରେ ବନ୍ୟା ଆଉ ମରୁଡ଼ି କାହିଁକି ହୁଏ? ତାହେଲେ ଏଥିରୁ ଆମେ କ'ଣ ଶିଖିଲେ? ଯଦି ଆମେ ଏହି ସବୁ ତଥ୍ୟକୁ ଏକାଠି କରି ଦେଖିବା, ତେବେ ଗୋଟିଏ କଥା ସ୍ପଷ୍ଟ ହେଉଛି। ବର୍ଷାପାତ ହିଁ ଓଡ଼ିଶାର ଅର୍ଥନୀତି ଏବଂ ଜୀବନଶୈଳୀର ମୂଳଦୁଆ। ଏହା ସିଧାସଳଖ ଭାବେ ନିର୍ଦ୍ଧାରଣ କରେ ଯେ କେଉଁଠି ଧାନ ଚାଷ ହେବ, କେଉଁଠି ମାଣ୍ଡିଆ ବା କପା ଭଳି କମ୍ ପାଣି ଦରକାର କରୁଥିବା ଫସଲ ହେବ। ଏହା ହିଁ ନଦୀର ପ୍ରବାହ, ବନ୍ୟା, ମରୁଡ଼ି ଏବଂ ଲୋକଙ୍କ ଜୀବିକାକୁ ନିୟନ୍ତ୍ରଣ କରେ। ସଂକ୍ଷେପରେ କହିବାକୁ ଗଲେ, ଓଡ଼ିଶା ତାର ସବୁ ବର୍ଷା ଦକ୍ଷିଣ ପଶ୍ଚିମ ମୌସୁମୀରୁ ପାଏ। କିନ୍ତୁ ରାଜ୍ୟର ଭୂଆକୃତି, ବିଶେଷ କରି ପୂର୍ବଘାଟ ପର୍ବତମାଳା, ନଦୀ ଅବବାହିକା ଓ ବାତ୍ୟାର ପ୍ରଭାବ ଯୋଗୁଁ ଏହି ବର୍ଷା କେଉଁଠି ବରଦାନ ତ କେଉଁଠି ଅଭିଶାପ ପାଲଟିଯାଏ। ଉତ୍ତର ଓ ଉପକୂଳରେ ଅଧିକ ବର୍ଷା ବନ୍ୟାର କାରଣ ହେଉଥିବା ବେଳେ ଦକ୍ଷିଣ ପଶ୍ଚିମ ଭାଗରେ ବର୍ଷାର ଅନିଶ୍ଚିତତା ଆଉ ଶୀତଦିନିଆ ବର୍ଷାର ଅଭାବ ତାକୁ କୃଷି ଦୃଷ୍ଟିର ପଛରେ ପକାଇ ଦେଇଛି। ଆଜିର ଆଲୋଚନାରୁ ଓଡ଼ିଶାର ବର୍ଷପାତର ହିଁ ଜଟିଳ କିନ୍ତୁ ଆକର୍ଷଣୀୟ ଢାଞ୍ଚା ସ୍ପଷ୍ଟ ହୋଇଗଲା। ଉତ୍ତରରେ ବୁଢ଼ାବଳଙ୍କଠାରୁ ଦକ୍ଷିଣରେ ଋଷିକୁଲିଆ ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ବର୍ଷା ଚରିତ୍ର ରହିଛି, ଯାହା ସେଠାକାର ଭାଗ୍ୟ ଲେଖିଛି। କିନ୍ତୁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ହଁ, ଆମ ପାଖରେ ଥିବା ତଥ୍ୟ ବର୍ତ୍ତମାନର ସ୍ଥିତି ବର୍ଣ୍ଣନା କରୁଛି। କିନ୍ତୁ ସାରା ବିଶ୍ୱରେ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଏକ ବାସ୍ତବତା, ସେତେବେଳେ ଭବିଷ୍ୟତରେ ଓଡ଼ିଶାର ଏହି ସ୍ଥାପିତ ବର୍ଷା ଢାଞ୍ଚା କିପରି ପ୍ରଭାବିତ ହୋଇପାରେ? ମୌସୁମୀର ଆଗମନ ସମୟ ଆହୁରି ଅନିଶ୍ଚିତ ହୋଇଯିବ କି? ଯୋଉଠି ବର୍ଷା କମ୍ ହେଉଛି, ସେଠି ଆହୁରି କମିଯିବ କି? ଆଉ ଯୋଉଠି ବେଶୀ ହେଉଛି, ସେଠି ବାତ୍ୟାର ତୀବ୍ରତା ବଢ଼ି ବର୍ଷାର ପରିମାଣ ଆହୁରି ଭୟଙ୍କର ହେବ କି? ଆଜିରେ ଏକଫସଲି ଅଞ୍ଚଳ କାଲି ଶୂନ୍ୟଫସଲି ଅଞ୍ଚଳ ପାଲଟିଯିବାର ଆଶଙ୍କା କେତେ? ତାହା ହିଁ ଆଗାମୀ ଦିନ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ।